କୁହ। ଶୁଣ ପିଲେ, ଜଙ୍ଗଲ ଗୋଟେ ବଡ଼ ଜଙ୍ଗଲଟେ ଥିଲା ହେଲା। ଜଙ୍ଗଲରେ ସବୁ କ'ଣ ଥାଏ? ଗଛ ଥାଏ। ଗଛ ଥାଆନ୍ତି ଆଉ ସବୁ ଜୀବଜନ୍ତୁ ମାନେ ଥାଆନ୍ତି। ସେଇ ଗଛରେ ଗୋଟେ ଚଢ଼େଇ କ'ଣ କରିଥିଲା? ବସା କରିଥିଲା। ଚଢ଼େଇରେ ଗଛରେ ବସା କରିଥିଲା। ସେଠୁ ଜଙ୍ଗଲରେ ମାଙ୍କଡ ମାନେ ବି ତ ଥାଆନ୍ତି। ସେ ଚଢ଼େଇ ବସାକୁ କ'ଣ କଲା ନା ଗୋଟେ ମାଙ୍କଡ ଆସିକି କ'ଣ କଲା? ଏଇ ଦେଖ ପିଲେ, ମାଙ୍କଡ ଆସିକି ଚଢ଼େଇ ବସାକୁ କ'ଣ କଲା? ଭାଙ୍ଗିଦେଲା। ଚଢ଼େଇ ମନ ଦୁଃଖ ହେଲା। ଚଢ଼େଇ ଉଡ଼ି ଉଡ଼ି କାହା ପାଖକୁ ଗଲା? ଭାଲୁ ରାଜାଙ୍କ ପାଖକୁ ଗଲା। ଯାଇକି ଭାଲୁ ରାଜାଙ୍କୁ ଚଢ଼େଇ କ'ଣ କହିଲା? ମାଙ୍କଡ ମୋ ବସାକୁ ଭାଙ୍ଗି ଦେଇଛି। ତାପରେ ଭାଲୁ ମହାରାଜ କ'ଣ କହିଲେ? ଭାଲୁ ମହାରାଜ କ'ଣ କଲେ? ମାଙ୍କଡକୁ ତାଙ୍କ ପାଖକୁ ଡାକିଲେ। ଯେ ରାଜା ସେମାନେ ଡାକିକି ଦଣ୍ଡ ଦେବେ ନା, ସେଥିଲାଗି ଭାଲୁ କ'ଣ କଲେ ନା ମାଙ୍କଡକୁ ତାଙ୍କ ପାଖକୁ ଡାକିଲେ। ଡାକିକି କ'ଣ ପଚାରିଲେ? କହିଲେ କିରେ ମାଙ୍କଡ, ତୁ କାହିଁକି ଚଢ଼େଇ ବସା ଭାଙ୍ଗିଦେଲୁ? ତାପରେ ମାଙ୍କଡ କ'ଣ କହିଲା? କହିଲା ମଣିମା ମୋର ଭୁଲ ହେଇଯାଇଛି। ଯେହେତୁ ଭୁଲ କରିଛି, ଭୁଲ ମାଗିଲା ରାଜାଙ୍କୁ। ମଣିମା ମୋର ଭୁଲ ହେଇଯାଇଛି, ଆପଣ ଟିକେ ଆଗ ପଛ ଦେଖିକି ବିଚାର କରୁନାହାନ୍ତି। କ'ଣ କହିଲା? ଆଗ ପଛ ଦେଖିକି ବିଚାର କରୁନାହାନ୍ତି। କିନ୍ତୁ ଭାଲୁ ତା କଥାକୁ ଶୁଣି କ'ଣ କଲା ନା ପଛକୁ ଚାହିଁଦେଲା। ପଛକୁ ଚାହିଁଦେଲା ଭାଲୁ କ'ଣ ଦେଖିଲା? ଦେଖିଲା ଯେ ପଣସ ଗଛରେ ହେଇଛି। ପଣସକୁ ଦେଖିକି ଭାଲୁର ଆଉ ଲୋଭ ସହିପାରିଲା ହେଲା। କ'ଣ ପଣସକୁ ଦେଖିକି ଭାଲୁର ଲୋଭ ହେଲା। ସେଠୁ ଭାଲୁ ଚଢ଼େଇକି କହିଲା ସବୁ ଦୋଷ ହଉଛି ତୋର। କାହାର? ଚଢ଼େଇର। ଚଢ଼େଇ କିଛି ଦୋଷ କରିନି, ମାଙ୍କଡ ତା ବସାକୁ ଭାଙ୍ଗିଦେଲା। କିନ୍ତୁ ପଣସ ଲୋଭରେ ଭାଲୁ କ'ଣ କହିଲା? ଚଢ଼େଇ ତୋର ହଉଛି ସବୁ ଦୋଷ। ଯୋଉ ଗଛରେ ମାଙ୍କଡ ଚଢୁଛି ସେ ଗଛରେ ତୁ କାହିଁ ବସା କରୁଛୁ ହେଲା। କିଏ କହିଲା? ଭାଲୁ କହିଲା। ଭାଲୁ ମାଙ୍କଡକୁ କ'ଣ କଲା? ଦଣ୍ଡ ନ ଦେଇକି ଛାଡ଼ିଦେଲା। ଏଇ ସବୁକୁ ଦେଖିକି ଚଢ଼େଇରେ କ'ଣ ହେଲା? ମନ ଦୁଃଖ ହେଲା। କହିଲା ମୋ ବସା ଭାଙ୍ଗିଦେଲା, ସେ ଦଣ୍ଡ ପାଇଲାନି। ସେଥିଲାଗି ଚଢ଼େଇ କ'ଣ କଲା? ମନ ଦୁଃଖ କଲା। ମନ ଦୁଃଖ କରିକି ତା ସାଥୀ ଚଢ଼େଇ ମାନଙ୍କୁ ସମସ୍ତଙ୍କୁ କ'ଣ ହେଲା? ଯାଇକି ଏକଥା କହିଲା। ସବୁ ଚଢ଼େଇ ମାନେ ମିଶିକି କ'ଣ କଲେ? ଭାଲୁର ଖୁମ୍ପି ଦେଲେ। ସବୁ ଚଢ଼େଇ ମିଶିକି ଭାଲୁକୁ ଗୋଡ଼େଇକି ମାରିଲେ ହେଲା। ଗୋଡ଼େଇ ମାରିଲେ ଯେତେବେଳେ ଭାଲୁ ଡରିକି କ'ଣ କଲା? ବଣରୁ ଚାଲିଗଲା ହେଲା। କପଟି ସରିଗଲା।